ଡାକ୍ତର ଦେବେନ୍ଦ୍ର ପ୍ରଧାନ 1941 ମସିହାରେ ଅନୁଗୁଳ ଜିଲ୍ଲାର ନଲମ ଗାଁରେ ତାଙ୍କର ଜନ୍ମ। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ଡାକ୍ତରୀ ପାସ୍ କରିବା ପରେ 1967ରୁ 73 ମସିହା ପର୍ଯ୍ୟନ୍ତ ଏନ୍ସିଡିସିର ସ୍ୱାସ୍ଥ୍ୟ ଅଧିକାରୀ ଭାବେ ସେ କାର୍ଯ୍ୟ କରିଥିଲେ। ଚାକିରିରୁ ଅବ୍ୟାହତି ନେଇ ତାଳଚେରରେ ଏକ ଘରୋଇ ଚିକିତ୍ସା କେନ୍ଦ୍ର ଖୋଲି ରୋଗୀ ସେବାରେ ନିଜକୁ ନିୟୋଜିତ କଲେ ଡାକ୍ତର ପ୍ରଧାନ। 1981 ମସିହାରେ ରାଜନୀତିକୁ ପ୍ରବେଶ କରି ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଭାବେ ସେ ଦୁଇ ଥର ଦାୟିତ୍ୱ ବହନ କରିଛନ୍ତି। ଦ୍ୱାଦଶ ଲୋକସଭାକୁ ଏମ୍ପି ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ମିଳିଛି ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ। ରାସ୍ତା ଓଡ଼ିଶାରେ କିପରି ଦ୍ୱିଗୁଣ ଯେତିକି ଅଛି ନ୍ୟାସନାଲ ହୁଏ ତା ଦ୍ୱିଗୁଣ ହେବ ମୁଁ ପ୍ରୟାସ କରିବି। ତାପରେ ପାରାଦୀପ ପୋର୍ଟ ଏକମାତ୍ର ପୋର୍ଟ ଯିଏକି ସରଫେସ୍ ଟ୍ରାନ୍ସପୋର୍ଟ ମିନିଷ୍ଟ୍ରି ଅଣ୍ଡର ଅଛି, ସେ तार वर्तमान हूँ 20 मिलियन टन कैपेसिटी पर ईयर अच्छी ताकू डबल कर 40 मिलियन टन कैपेसिटी करने हम प्रयास करूँ। धामरा बंदर हो जाऊँगी यदि ब्राह्मणी को आम इनलैंड वाटरवेज संलग्न कर तेज धामरा बंदर को इनलैंड वाटरवेज माध्यम आम कोयला तालचेर नहीं पार। ये गोटे मुख्य विषय रो मिनिस्ट्री किपरि ओडिशा रे ब्राह्मणी रिवर रे इनलैंड वाटर जे प्रचलन हबो तापर मते चेष्टा करिबी। ओडिशार गाँ गंडार साधारण लोकमानंक पाखरे सरकारी योजनार सुफल पहुंचाइबा पई सदा तत्पर डाक्तर देवेन्द्र प्रधान।